ଆପଣ ଜାଣନ୍ତି ତ ରକ୍ତରେ କାହାର ପରିମାଣ କମିଗଲେ ଦେହରେ ଅତିରିକ୍ତ ଝାଳ ବହେ। କେଉଁ ଶାଗ ଖାଇଲେ ପେଟର ଚର୍ବି କମେ। କ'ଣ ଖାଇଲେ ଦ୍ରୁତ ଗଳା ବ୍ୟଥା କମେ। କେଉଁ ପତ୍ର ଚୋବାଇ ଖାଇଲେ ବୁଦ୍ଧି ଓ ସ୍ମରଣ ଶକ୍ତି ବଢ଼େ। କେଉଁ ଶାଗ ଶରୀରରେ ରକ୍ତ ସୃଷ୍ଟି କରେ। କେଉଁ ଖାଦ୍ୟ ଅଧିକ ଖାଇଲେ କିଡ଼ନୀ ନଷ୍ଟ ହୋଇଯାଇପାରେ। ଅଧିକ ଚା ପିଇଲେ କେଉଁ ରୋଗ ହୁଏ। ଏବେ ସମ୍ପୂର୍ଣ୍ଣ ତଥ୍ୟ ଦେଖିବା। ଖାଲି ପେଟରେ କେଉଁ ଶାଗର ରସ ପିଇଲେ ଶରୀରରେ କ୍ୟାଲସିୟମ ବଢ଼େ। କଳମ ଶାଗ, ବ୍ରାହ୍ମୀ ଶାଗ, ଗିମା ଶାଗ, ପାଳଙ୍ଗ ଶାଗ। ଉତ୍ତର ହେଉଛି ଗିମା ଶାଗ। କେଉଁ ଫଳ ପ୍ରତିଦିନ ଗୋଟାଏ ଲେଖାଏଁ ଖାଇଲେ ତମାମ ଜୀବନ ରୋଗମୁକ୍ତ ରହିପାରିବେ। ସେଓ, କମଳା, ପିଜୁଳି, ଡାଳିମ୍ବ। ଉତ୍ତର ହେଉଛି ସେଓ। ମୁହଁରେ କ'ଣ ଲଗାଇଲେ ବଳି ରେଖା ଦୂର ହୁଏ। ମହୁ, ଲେମ୍ବୁ, କ୍ଷୀର, କଦଳୀ। ଉତ୍ତର ହେଉଛି ମହୁ ଓ ଲେମ୍ବୁ। କେଉଁ ଫଳ ହଜମ ଶକ୍ତି ବଢ଼ାଏ। ଡ୍ରାଗନ ଫଳ, ଅନାରସ, ଅମୃତଭଣ୍ଡା, ଲିଚୁ। ଉତ୍ତର ହେଉଛି ଅମୃତଭଣ୍ଡା। କେଶରେ କ'ଣ ବ୍ୟବହାର କଲେ କେଶ ଦ୍ରୁତ ଗହଳ ହୁଏ। ଲେମ୍ବୁ ରସ, କଞ୍ଚା ଅଣ୍ଡା, ରସୁଣ ରସ, ପିଆଜ ରସ। ଉତ୍ତର ହେଉଛି ପିଆଜ ରସ। କେଉଁ ଫଳ ଡାଇବେଟିସ୍ ପାଇଁ ଉପକାରୀ। ଅମୃତଭଣ୍ଡା, ଖଜୁରୀ, କଦଳୀ, ଅଖରୋଟ। ଉତ୍ତର ହେଉଛି ଅମୃତଭଣ୍ଡା। ହାର୍ଟ ବିଟ୍ ସ୍ୱାଭାବିକ ରଖିବାକୁ କେଉଁ ଫଳ ସାହାଯ୍ୟ କରେ। ଅଙ୍ଗୁର, ଖଜୁରୀ, କଦଳୀ, ଡାଳିମ୍ବ। ଉତ୍ତର ହେଉଛି ଖଜୁରୀ। କେଉଁ ଫଳ ଖାଇଲେ ବାରମ୍ବାର ହେଉଥିବା ମୁଣ୍ଡ ବିନ୍ଧା ଭଲ ହୁଏ। ଲେମ୍ବୁ, କଦଳୀ, ସେଓ, କଫି। ଉତ୍ତର ହେଉଛି ସେଓ। କେଉଁ ଲକ୍ଷଣ ଦେଖି ଜାଣିବେ ଯେ ଆପଣଙ୍କର ହାର୍ଟ ପ୍ରୋବ୍ଲେମ୍ ଅଛି। ଛାତିରେ ଯନ୍ତ୍ରଣା, କ୍ଳାନ୍ତି ବୋଧ, ଭୋକ କମିଯିବା, ଝାପ୍ସା ଦେଖାଯିବା। ଉତ୍ତର ହେଉଛି ଛାତିରେ ଯନ୍ତ୍ରଣା ଓ କ୍ଳାନ୍ତି ବୋଧ। ଅତିରିକ୍ତ ଚା ପିଇଲେ କେଉଁ ରୋଗ ହୁଏ। ହୃଦରୋଗ, ଜଣ୍ଡିସ୍, କଲେରା, ଶ୍ୱାସ। ଉତ୍ତର ହେଉଛି ହୃଦରୋଗ। କ'ଣ ଖାଇଲେ ଗଳା ବ୍ୟଥା ଦ୍ରୁତ ଭଲ ହୁଏ। ଗୋଲମରିଚ, ଅଦା, ଲେମ୍ବୁ, ଲବଙ୍ଗ। ଉତ୍ତର ହେଉଛି ଲବଙ୍ଗ। କେଉଁ ଶାଗ ଖାଇଲେ ପେଟର ଚର୍ବି କମେ। କଳମ ଶାଗ, ସଜନା ଶାଗ, ପାଳଙ୍ଗ ଶାଗ, ଲାଲ ଶାଗ। ଉତ୍ତର ହେଉଛି ସଜନା ଶାଗ। କେଉଁ ଫଳ ଖାଇଲେ ଶରୀରରେ ରକ୍ତ ବଢ଼େ। କମଳା, କଦଳୀ, ଅନାରସ, ଅଙ୍ଗୁର। ଉତ୍ତର ହେଉଛି କମଳା। ଶରୀରରେ କାହାର ପରିମାଣ କମିଗଲେ ଦେହରୁ ଅତିରିକ୍ତ ଝାଳ ବହେ। ଭିଟାମିନ୍, କ୍ୟାଲସିୟମ, ପଟାସିୟମ, ଆଇରନ୍। ଉତ୍ତର ହେଉଛି ପଟାସିୟମ। କେଉଁ ଫଳ ଖାଇଲେ ମସ୍ତିଷ୍କର କାର୍ଯ୍ୟକାରିତା ବଢ଼େ। ସେଓ, କିସମିସ, ଅଙ୍ଗୁର, କମଳା। ଉତ୍ତର ହେଉଛି କିସମିସ। ଲୋ ବ୍ଲଡ଼ ପ୍ରେସର ରୋଗୀ କେଉଁ ଡାଲି ଖାଇଲେ ବିପଜ୍ଜନକ। ମସୁର ଡାଲି, ମୁଗ ଡାଲି, ବୁଟ ଡାଲି, ମଟର ଡାଲି। ଉତ୍ତର ହେଉଛି ମୁଗ ଡାଲି। କେଉଁ ପତ୍ର ଚୋବେଇ ଖାଇଲେ ଦାନ୍ତର ଯନ୍ତ୍ରଣା ଗାୟବ ହୁଏ। ତୁଳସୀ ପତ୍ର, ବାସଙ୍ଗ ପତ୍ର, ପିଜୁଳି ପତ୍ର, ଲେମ୍ବୁ। ଉତ୍ତର ହେଉଛି ପିଜୁଳି ପତ୍ର। କେଉଁ ଫଳ ଖାଇଲେ ଶରୀରର ଏନର୍ଜି ବଢ଼େ। ଆମ୍ବ, କଦଳୀ, ପିଜୁଳି, ନାସପାତି। ଉତ୍ତର ହେଉଛି କଦଳୀ। କାହାର ଅଭାବରେ ଦେହକୁ ଶୀତ ଲାଗେ। ଆଇରନ୍, କ୍ୟାଲସିୟମ, ସୋଡ଼ିୟମ, ପଟାସିୟମ। ଉତ୍ତର ହେଉଛି ଆଇରନ୍। କେଉଁ ପତ୍ରର ରସ ଖାଇଲେ କେଶ ଝଡ଼ିବା କମେ। ପିଜୁଳି ପତ୍ର, ନିମ୍ବ ପତ୍ର, ଥାଲକୁଡ଼ି ପତ୍ର, ପପୟା ପତ୍ର। ଉତ୍ତର ହେଉଛି ପପୟା ପତ୍ର। କେଉଁ ଫଳ ଫ୍ରିଜରେ ରଖିଲେ ବିଷ ହୋଇଯାଏ। ତରଭୁଜ, ସେଓ, ପିଜୁଳି, କଦଳୀ। ଉତ୍ତର ହେଉଛି ତରଭୁଜ। କେବଳ ତରଭୁଜ ନୁହଁ,
जदि आपण फ्रिज रे मौसुमी रखुचंती स्ट्रॉबेरी रखुचंती लेंबू रखुचंती आंब अनारस रखुचंती तेबे यह मध्य विषाक्त हेबार संभावना रही।